ଚାଲନ୍ତୁ ଆଜି ତିଆରି କରିବା ତେନ୍ତୁଳି ଚାରୁ। ସେଥିପାଇଁ ତେନ୍ତୁଳି ନେଇକି ଗରମ ପାଣିରେ ବତୁରେଇ ଦେବା। ତା ଦେହରୁ ରସଟିକୁ ଚକୁଡ଼ିକି ବାହାର କରିଦେବା। ରସଟି ବାହାର କରିସାରିଲା ପରେ ତାକୁ ଛାଣିକିରି ଖଦା ଗୁଡ଼ାକ ବାହାର କରିଦେବା। ଆମକୁ ଯେତିକି ପାଣି ଦରକାର ସେତିକି ପାଣି ଦେଇଦେବା। ତାପରେ ଗ୍ୟାସ୍ରେ ବସେଇଦେବା। ତା ଦେହରେ ଦେଇଦେବା ହଳଦୀ ଗୁଣ୍ଡ, ସ୍ୱାଦ ଅନୁଯାୟୀ ଲୁଣ। ତାକୁ ଫୁଟିବା ପାଇଁ ଛାଡ଼ିଦେବା। ଫୁଟି ସାରିଲା ପରେ ତା ଦେହରେ ପକାଇଦେବା ବାଇଗଣ ଟିକେ। ଇଚ୍ଛା ଯାହାର ହେବ ବାଇଗଣ ଟିକେ ପକାଇବେ, ଯାହାର ଇଚ୍ଛା ନାହିଁ ବାଇଗଣ ପକାଇବେନି। ତାପରେ ବାଇଗଣଟି ସିଝି ସାରିଲା ପରେ ତାକୁ ଫୁଟଣ ଦେବା ପାଇଁ ପ୍ୟାନ୍ ଗୋଟେ ବସାଇଦେବା। ଜିରା, ସୋରିଷ ଆଉ ମେଥି ନେବା, ଶୁଖିଲା ଲଙ୍କା ନେବା ଫୁଟଣ ପାଇଁ, ପଞ୍ଚ ଫୁଟଣ ନେବାନି। ତାପରେ ଫୁଟଣଟି ଫୁଟି ସାରିଲା ପରେ ତା ଦେହରେ ପକାଇଦେବା ଟିକେ ହିଙ୍ଗୁ। ତାପରେ ପକାଇଦେବା ରସୁଣ ଟିକେ ଆଉ ଭେସୁଙ୍ଗା ପତ୍ର ଟିକେ। ଆ ଦେହରେ ଶୁଖିଲା ଲଙ୍କା ଆଉ ରସୁଣ ଅଧିକା ନେବା। ତାପରେ ଫୁଟଣଟି ହେଇସାରିଲେ ଚାରୁ ଦେହରେ ଢାଳିଦେବା। ତାପରେ ହେଇଗଲା ତେନ୍ତୁଳି ଚାରୁ। ଭିଡ଼ିଓଟି ଯଦି ଭଲ ଲାଗିବ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହୁଛି। ଜୟ ଜଗନ୍ନାଥ।